ଖଡ୍ଗ ଲୁକ 22 ଅଧ୍ୟାୟ 35 ପଦରେ ପ୍ରଭୁ ଯୀଶୁ 36 ପଦରେ ସେଥିରେ ସେ ସେମାନଙ୍କୁ କହିଲେ, ମାତ୍ର ଏବେ ଯାହାର ଟଙ୍କା ରଖିବାର ମୁଣା ଅଛି ସେ ତାହା ନେଇ ସେହି ପ୍ରକାରେ ଝୋଲି ମଧ୍ୟ ନେଇ ଆଉ ଯାହାର ନେଉ ଆଉ ଯାହାର ନାହିଁ ସେ ଆପଣା ଚାଦର ଖଣ୍ଡକ ବିକି ଖଣ୍ଡା ନେଉ। ଖଣ୍ଡା Praise the Lord. ତ ଏଠି କ୍ୱେଶ୍ଚନ କଣ, ମାନେ ଯୀଶୁ ଖ୍ରୀଷ୍ଟ ଖଣ୍ଡା ଧରିବା ପାଇଁ କହିଲେ, ତେଣୁକରି ଆମେ ମାନେ ଖ୍ରୀଷ୍ଟିଆନ ହିସାବରେ କଣ ଆମେ ବନ୍ଧୁକ ଖଣ୍ଡା କାତି ରଖିବା ଉଚିତ କି ବୋଲିବାଟା ଗୋଟେ କ୍ୱେଶ୍ଚନ ଥିଲା। ଗୁଡ୍, ଠିକ, ଭଲ କ୍ୱେଶ୍ଚନ। ତ ମୁଁ କହୁଥିଲି କଣ, ମାନେ ସବୁ କ୍ୱେଶ୍ଚନର ଉତ୍ତର ଆମେ ଜାଣିପାରିବୁ ନାହିଁ। ଆପଣ ମାନେ ପଚାରିଲା ବେଳକୁ ମତେ ନୂଆରେ ଦେଖିଲା ପରି ଲାଗୁଥିବ, କାରଣ ଆମେ ବାଇବେଲ ପଢିଲା ବେଳେ ଆମର ମନ ଏପରି କେତେକ ଏଟା ଏଟା ନୁହେଁ ଯେ କେତେକ ସିଲି କ୍ୱେଶ୍ଚନ୍ସ ଥାଏ, କେତେ ଜଣଙ୍କର ସିଲି କ୍ୱେଶ୍ଚନ୍ସ। ତ ଆମର ମାଇଣ୍ଡରେ ସେମିତି ସିଲି କ୍ୱେଶ୍ଚନ ଉଠି ନାହିଁ, ତେଣୁକରି ଆମେ କେବେ ସେଇ ଗୋଟେ ଡାଉଟ ହିସାବରେ କେବେ ଦେଖିନୁ କେତେକ ପଦ ପରକୁ। ଆପଣ ପଚାରିଲା ବେଳକୁ ଜଣା ପଡୁଥିବ ଏମିତି ବି ଅଛି ନାଇଁ କି ବୋଲିଲା ପରେ। ଆମେ ବାଇବେଲ ଏମିତି ପଢୁ ଯାହା ଆମ ମାନଙ୍କ ପାଇଁ ଆବଶ୍ୟକ। ମୁଁ ଆପଣମାନଙ୍କୁ ବୁଝାଉଥିଲି ପ୍ରକାଶିତ ବାକ୍ୟ ବେଳେ ମଧ୍ୟ କି ସବୁ ପ୍ରକାର ବିଷୟ ଆମମାନେ ଗୋଟେ ଦିନକୁ ବୁଝିପାରିବ ନାହିଁ। ଖ୍ରୀଷ୍ଟୀୟ ଜୀବନର ଦେଖିଲେ ନାଇଁ କି ପ୍ରୋସେସ ଗୋଟେ ଅଛି। ଗୋଟେ ଛୁଆ ଜନ୍ମ ହେଇକି ବଡ ହେବା ପର୍ଯ୍ୟନ୍ତ ଜ୍ଞାନରେ ବୟସରେ ବୃଦ୍ଧି ପାଇଥାଏ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ହୁଅନ୍ତୁ କି ବାପ୍ତିଜକ ଯୋହନ ହୁଅନ୍ତୁ, କଣ ଲେଖା ଅଛି? ଜ୍ଞାନରେ ବୟସରେ ବାଳକ ବୃଦ୍ଧି ପାଇଲେ ବୋଲି ଲେଖା ଅଛି। ତ ବାଳକ ପୁରୁଷ ହେବାର ଅଛି। ଇଟ୍ସ ଏ ପ୍ରୋସେସ। ଗ୍ରୋଥ ଇଜ ଏ ପ୍ରୋସେସ। ବର୍ଦ୍ଧିଷ୍ଣୁ ହେବା, ବୃଦ୍ଧି ପାଇବା, ଗ୍ରୋଥ। ଜ୍ଞାନରେ ବି ବଢିବାର ଅଛି। ତ ଏକାଥରକୁ ଜ୍ଞାନ ଆସିବ ନାହିଁ ଆମକୁ। କେତେକ ବିଷୟ ମାନେ ପଢିକି ଶିଖି ପାରିବୁ, କେତେକ ବିଷୟ ମାନେ ଲୋକମାନେ ବୁଝାଇଲେ ଶିଖୁ, ଆଉ କେତେକ ବିଷୟ ମାନେ ନିଜ ଜୀବନରେ ଯେ ପର୍ଯ୍ୟନ୍ତ ଅନୁଭବ କରିବୁନି ସେ ପର୍ଯ୍ୟନ୍ତ ଆମେ ଜାଣିପାରିବୁନି କି ସେ ବାକ୍ୟର ଅର୍ଥ ଏଇଟା ଥିଲା କି ତାହା ଏହା ଥିଲା କି ବୋଲି। ନାଇଁ କି? ତେଣୁକରି ମୁଁ ବି ପ୍ରଭୁଙ୍କର ସେବାରେ ନୂଆରେ ବାହାରିଥିଲି, ବହୁତ ଗୁଡାଏ ଡାଉଟ୍ସ ଥିଲା। ଯେତେବେଳେ ମାନଙ୍କୁ ଡାଉଟ୍ ଆସିଲା, ସାଙ୍ଗେ ସାଙ୍ଗେ ପଢିକି ଡାଉଟ୍ କ୍ଲିୟର ହେଇନାହିଁ, ଛାଡିଦେ କେତେ ଟ୍ରାଏ କଲେ ମଧ୍ୟ ପାଉନଥିଲି, ମୁଣ୍ଡକୁ ଆସୁନଥିଲା। ଆଉ ତ ସେ କଥା ସାଇଡ କରିଦେଲି, ଆଉ ବାକିଟା ଧରିକି ଆଗକୁ ଗଲି। ଆଉ ଗୋଟେ କ୍ୱେଶ୍ଚନ ଧରିକି, ଗୋଟେ ପ୍ରଶ୍ନ ଧରିକି ଆମ ମାନଙ୍କର ଜୀବନ କୋଉଠି ଅଟକି ନ ଯାଉ, ନାଇଁ କି? ଧରନ୍ତୁ ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଛୁ ବସରେ କି ଟ୍ରେନରେ ବି ହଉ, ତ ଆମର ବ୍ୟସ୍ତତା ଥିବ। ଗୋଟେ ଷ୍ଟେସନ ଗଲା, ବାଇଚାନ୍ସ ଷ୍ଟେସନ ଗୋଟେ ପାର ହେଇଗଲା, ଗୋଟେ ବାଲୁଗାଁ ଗଲା କି ଛତ୍ରପୁର ଗଲା କି ଚିଲିକା ଗଲା, ଗୋଟେ ଷ୍ଟେସନ ଥିବ କି ନାହିଁ? ଯେ ଝରକାରେ ବସି ସେ ଯତ୍ନମାନ ହଉଥିବ କୋଉ ଷ୍ଟେସନ ଗଲା ଦେଖିବା ବୋଲି। ତ ବାଇଚାନ୍ସ ଗୋଟେ ଛତ୍ରପୁର ଚିଲିକା ଗଲା ବୋଲ ଆମେ ଦେଖିଲୁ ନାହିଁ, କୋଉ ଗୋଟେ ବୋର୍ଡ ପଳେଇଲା, ଆମେ କୋଉ ବୋର୍ଡ ପଳେଇଲା ଏଟା। ତ ଆମେ ବୋର୍ଡ ଯାହା ଦେଖିନୁ ତାକୁ ଆମେ ଚେନ୍ ଧରିକି ଆମେ ଟାଣିକି ଟ୍ରେନ ରୋକିକି ଆମେ ପଛକୁ ଦେଖିବା ଜରୁରୀ କି? ଏଟା ତ ଆମର ଷ୍ଟେସନ ନାହିଁ, କାହିଁକି? ଯୋଉଟା ଗଲା ଯାଉ। ଆମେ କେତେକ ବିଷୟ ସ୍କିପ୍ କରିବାର ଅଛି ବୋଲି କହୁଛି। ଭୁବନେଶ୍ୱର ଆସିଲା କି ସେଇଟା ଆମର ବ୍ୟସ୍ତ। ଆମର ଲକ୍ଷ୍ୟ କଣ? ଆମର ଦର୍ଶନ କଣ? ଆମେ କାହା ପାଇଁ ପ୍ରସ୍ତୁତ ହେଉଛୁ, କାହା ପାଇଁ ଆମେ ମାନେ ଟ୍ରେନ ଚଢୁଛୁ, ତାହା ଗୁରୁତ୍ୱପୂର୍ଣ୍ଣ। ମଝିରେ ସବୁ ଷ୍ଟେସନ ପଡିଥିବାଟା ଆମ ପାଇଁ ଦରକାର ଥାଇପାରେ, ନ ବି ଥାଇପାରେ। କମ ସେ କମ ଏତିକି କି ହଁ ଚିଲିକା ଗଲା ମାନେ ଆଉ କେତେ ଏତିକିଟା ଷ୍ଟେସନ ଅଛି ବୋଲି ଆମେ ହିସାବ ପାଇଁ ଦେଖୁଥାଉ ଷ୍ଟେସନ ଗୁଡିକୁ। ବାଇଚାନ୍ସ ଗୋଟେ ଦିଟା ଷ୍ଟେସନ ପାର କରିଗଲା ଆମେ ଦେଖିଲୁ ନାହିଁ ବୋଲି କହିଲେ ବ୍ୟସ୍ତ କାହିଁକି ହେବୁ? ଏକ୍ସାମ୍ପଲ କାହିଁକି ଦେଲି, ମାନେ ବାଇବେଲ ପଢିଲା ବେଳେ
गुड़ाए डाउट्स आसे, गुड़ाए प्रश्न आसे, तो ताहा आसीबाटा भूल नुहे, प्रश्न डाउट्स आसेबार भूल नुहे, किंतु ताहाकु धरिकी अटकी जातु नहीं। आमर लक्ष्य है आगमन, आमर लक्ष्य आमर स्टेशन है प्रभुंकर आगमन पर मु प्रस्तुत हेबार अछि। एतिकी तो आम फाइनल हो गलु कि चिन्ह सफल हेलानी और तांकर डाकरा तांकर आह्वान से शेष तुरी बाजिबा ही आम पई बैलेंस बाकी ताहा पे आमे व्यस्त हेबा। ए भितर बाइबल पढ़ला बेले ए प्रश्न से प्रश्न उठे, ओके ट्राई करंतु, प्रश्नर उत्तर मिली पारे, राजी भाई को पचारि पारे, मिली पारे, न मिलले भी सेटा बड़ कथा नहीं। आपण से गोटे प्रश्न धरिकी दुनियार वक्ता मानक आंकु तांकु आंकु तांकु पचारिकी से गोटे पद पाखरे अटकी जातु नहीं। माने को स्टेशन गला जानिबा पई ट्रेन रु डेई पड़ला परी हे होंतु नहीं। केते को क्वेश्चन धरिकी, राइट? प्रेज फॉर एग्जांपल को नाम रे बाप्तिस्म नेबा कथा, एटा क्वेश्चन थाए बहुत जनकर। एबेरो टाइम गेटा को नाम रे नेब बोली तुम चिंता करके फाइनल हैला बेलु को तुम तार अर्थ में नेलो नहीं बोलला परी आउ तो केते बेले नेबो, केते बेले शिखिबो, केते बेले पढ़िबो, केते बेले प्रस्तुत हेबो आउरी अछि। माने को स्कूल रे जॉइन हेबी बोलला परे तुम 20 वर्ष सारी देलो बोल अर्थ पढ़िबो केबे हेले? बुझिल मोर कथा? तो अननेसेसरी क्वेश्चंस लाइफ रे थाए। मोर भी बहुत गुडा क्वेश्चंस थिला आ मु सेठी अटकी नहीं, मु आगु को पळाइली। तापरे केतको प्रश्न मते 5 वर्ष परे प्रभु क्लियरिटी देले, केतको प्रश्न 10 वर्ष परे क्लियरिटी देले। आमे माने जाऊ जाऊ शिखु। अबे छुआ माने ओछन्ते, पिल्ला माने देखो तो आपनकर घर पिल्ला माने बापा को काम करूछन्ती, केते दरमा पाउछन्ती जानिबे कि पिल्ला माने? तमे जानिबे नहीं। अबे से मो छुआ माने जो बॉल डैडी बॉल आनले कि नहीं, बैट आनले कि नहीं, कार्टून लगा के बसी बोली भाई छुआ मान को बसाई के तोर बापा ए काम करछि रे, तोर बापर दरमा एटा बोली बुझाइबो कि हमें नहीं ना। तो गोटे सम गोटे बयस आसीबो से मन को से सेतेले जानिबे कि बापांकर काम कर। गोटे पिल्ला गोटे जुवा पिल्ला हेई गला, से हठात 30,000 फोन मागुछि, सेतेले मा बुझाइबो कोठु आनिबो रे 30,000 फोन? 7-10,000 फोन आनिबाटा तोर पे बड़ कथा। तो 30,000 मागलु कोन? तोर बापा को काम करछ जानछु कि रे बोले सेतेले बुझाए। देयर इज अ टाइम जेते बेले आपन को दरकार हो बोली प्रभु भाबंती, सेते बेले आपन आपे आपे क्लियर करिवे। से प्रभु से कनेक्टेड है कि रहिबार। छुआ मान को जणा ने केते घर भड़ा देउछंती, गोटे समय आसीबो पिल्ला माने जानिबे। सेमिति बाइबल मध्ये सेमिति एका थरकू सबु क्लियरिटी मिली जीवो बोली व्यस्त होंतनी। तो रहिला ए प्रश्न, प्रभु कहले खंडा गोटे धर बोली। तो भाईंकर प्रश्न थिला कि से हिसाब रे हमें भी सिक्योरिटी पाई, डिफेंस पाई बंदूक धरिबाटा ठीक कि बोली। तो से हिसाब नुहे, सेमती नहीं। केतेक विषय आपण माने एपर्यंत एटी पचारिबा दरकार भी नहीं। आपण माने टिके ऊपर को तल को टिके पढ़िले, कॉन्टेक्स्ट बुझिले बुझि जाई पारिबे। देखो तो आश्चर्य कथा, गोटे समय थिला प्रभु कहले कि तुमे पर्स धर नहीं, पैसार मुणा धर नहीं, किछि धर नहीं बोली कहले। कोठी? लूक 9 अध्याय, नहीं लूक 10 अध्याय 10:4। थଳି झोली ଓ ଜୋତା ନିଅ ନାହିଁ, ପୁଣି ବାଟରେ କାହାକୁ ନମସ୍କାର କର ନାହିଁ। बस कि लूक 22:35 ରୁ 35-36। ଆଉ ସେ ସେମାନଙ୍କୁ କହିଲେ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଗାଞ୍ଜିଆ, ଝୋଲି ଓ ଜୋତା ବିନା ପଠାଇଥିଲି, ସେତେବେଳେ ତୁମ୍ଭମାନଙ୍କର କି କିଛି ଅଭାବ ହୋଇଥିଲା? ସେମାନେ କହିଲେ, କିଛି ନାହିଁ। ସେଥିରେ ସେ ସେମାନଙ୍କୁ କହିଲେ, ମାତ୍ର ଏବେ ଯାହାର ଗାଞ୍ଜିଆ ଅଛି ସେ ତାହା ନେଉ, ସେଇ ପ୍ରକାରେ ଝୋଲି ମଧ୍ୟ ନେଉ, ଆଉ ଯାହାର ନାହିଁ ସେ ଆପଣା ଚାଦର ଖଣ୍ଡିକ ବିକି ଖଣ୍ଡା କିଣୁ। 37-38 भी पढ़ी दियो। କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଅଧାର୍ମିକ ମାନଙ୍କ ସହିତ ଗଣିତ ହେଲେ ଏହି ଯେଉଁ ବାକ୍ୟ ଲେଖା ଅଛି ତାହା ମୋ ଠାରେ ସିଦ୍ଧ ହେବା ଆବଶ୍ୟକ
जेणु मो संबंधी कथा सिद्ध हेउअछि। ସେଥିରେ ସେମାନେ କହିଲେ, ପ୍ରଭୁ ଦେଖନ୍ତୁ ଏଠାରେ ଦୁଇଟା ଖଣ୍ଡା ଅଛି। ପୁଣି ସେ ସେମାନଙ୍କୁ କହିଲେ, ଯଥେଷ୍ଟ। बस बस राइट समस्त खंडा धरिबार अछि बोलिबा रूल थिले तो 12 जण थिले सेठी यीशुଙ୍କ सहित जिहुदा कटिगला बोलो यीशु सहित 12 जण रहिले 11 जण शिष्य यीशु तो 12टा खंडा धरिबार थिला किंतु दीटा थिले बोलो नो इट्स ओके इट्स फाइन तो समस्त बाध्यर खंडा धरिबाटा रूल सेठी किछ नाही तो अब रहिला आंसर तो लुक 10 रे देखिलु प्रभु कहले तुम माने बे सेबारे जाओ ଆଉ ତୁମେ କଣ କର ମୁଣା ଧର ଏ ଧର ସେ ଧର ନାଇଁ କିନ୍ତୁ ଏଠି କହୁଛନ୍ତି ଏଠି ପଚାରୁଥିଲେ କି ତୁମେ ଆଗେ ସେବାରେ ଗଲା ବେଳକୁ କିଛି ମୁଣା ଧରି ନଥିଲ କିଛି ଅଭାବ ହେଲା କି ତୁମକୁ ବୋଲ ନା କିଛି ହେଲି ହିଁ ନାହିଁ ତ ପ୍ରଭୁ କହୁଛନ୍ତି ଏଥର ଧର ହ୍ୱାଟ ଇଜ ଦ ରିଜନ ଦେଖନ୍ତୁ ଲୋକ 10 ରେ ଯେତେବେଳେ ପ୍ରଭୁ ସେମାନଙ୍କ ସେବାରେ ପଠାଇଲେ କୋଉଠି ପଠାଇଥିଲେ ଇସ୍ରାଏଲ ଜାତି ସମୂହ ମଧ୍ୟରେ ପଠାଇଥିଲେ କେବଳ ଜିହୁଦୀ ମାନଙ୍କ ମଧ୍ୟରେ तो निश्चित भावे तुमको चिन्ह परिचय लोक थे तुम रिलेटिव्स थे तुम रक्त संपर्क माने थे जेहेतु तुम सेबारे जाउछ तेणुक प्रभु लोक थे कि नहीं तुम सेवक को देखले आपण माने ओडिशार कथा जना नहीं जे इठी हमर आंध्रा तेलंगाना साउथ इंडिया रे प्राय पास्टर को रोड रो देखले केबे मध्य खाली हाथ रे छाड़ंती नहीं विश्वासी माने ओ विश्वासी हठात भेटी हो गले जदि परिचय अच्छंती तो 5 टंका केबे मध्य हाथ रे खाली हाथ रे छाड़ 100 टंका कि 200 टंका 50 टंका जहां भी देकी पठांते रात रे पदारे देखा गले मध्य तो हिसाब कोन थिला एबे देख आपण जानन टीपीएम रो सेवा कार्य किंती सिखंती जानछन्ते आपण माने सेमान को ट्रेनिंग रे सेमान को कोन करंती चेन्नई रो गोटे बस चढ़ाई की वैन रे चढ़ाई की गोटे 50 किलोमीटर दूर रे को गोटे गां रे को गोटे शहर रे को गोटे बस स्टैंड रे छाड़ी देकी गाड़ी पळाए और हाथ रे गोटे नुआ पैसा न थाए से ब्रदर्स मान को कौन बोले संध्यारे 6टा रे प्रेयर अच्छे 6टा सुधा तुम्हें घर थिबार अच्छे कैंपस रे थिबार अच्छे किमती थिबो पैसा नहीं प्रार्थना करो सेवा करो आ प्रभु को ठारू किछि पाओ किंतु संध्या 6टा रे तुम्हें थिबार अच्छे बोले से माने व्यस्त कुआड़े जीवु कहा प्रार्थना करू कार घर को जीवु कहा सुसमाचार कहबू कहार प्रार्थना कर जहां भी करंतु प्रभु हाथ रे किछि दियंत 50 टंका हो कि 100 टंका जे केही देव तो देबे ना निश्चय बाध्य तो सेटा मन धरिकी संध्या 6टा सुधा कैंपस को पळे आसले माने विश्वास रे किमती सेवा करिवार सिखांते सेठी कि तुम खाली हाथ रे जीवो प्रभु तुमको धरी आसबे संध्या बेल को विश्वास करके जाओ घंटा है गला केमती खाइबाटा मोर खान खाइबाटा मर जाए पानी पी कुठेल पानी भी मिलिबो कि ग्यारंटी नहीं विश्वास रो सेवा शिखबाटा माने कोन बाइबल कॉलेज ट्रेनिंग पाई के आसी कि गोटे बड़ चर्च रे पोस्टिंग देबा दरमा को पोस्टिंग देबाटा बोलछंती कि सिमती शिखबा लोक मान को ठारे विश्वास रो साक्ष्य किछ न थाए सेति पई दम न थाए खाली एक लाइफ रे वाक्य रो आत्मिकता रो एक्सपीरियंसेस न थाए धार्मिकता माने कोन विश्वस्तता माने कोन नम्रता माने कोन पवित्रता माने कोन विश्वास माने कोन एई सब एक्टिविटी आ गया इट्स अ प्रचार नहे आजिकली आमानकर ख्रीष्टीय जीवन खाली स्टेज रे ही स्टेज रो सब बोल कहले कि नहीं विश्वास माने कोन अब्राहम पवित्रता माने कोन के जोसेफ विश्वस्तता बोली कहले मोसा अनुताप बोली कहले से पापिनी स्त्री आमे एई सब विषय बुझाइबा पई बाइबल रो भक्त मानकर जीवन को कहि था ठीक अछि कहिबार सब पॉइंट्स रे लास्ट रे हमर गोटे साक्ष्य थिबार अछि ना नहीं कि विश्वास बोलला बेल को मोर लाइफ रे गोटे एमदी एक्सपीरियंस हेतिला पवित्रता बोलला बेल को मो जीवन रे भी गोटे दिन एंते पाप मोर सम्मुख रे थिला किमती करी व्यस्त हो जाउते लाइफ रे गोटे आपण माने वाक्य को खाई छंती बोले किमती जणा पड़िबो वाक्य को आस्वादन करि छंती बोले किमती जणा पड़िबो तो दैट्स द थिंग प्रभु से मन को कहिले तुम जिहुदी मान को पाको जेहेते जाउ छो तो काहे की व्यस्त हेबो से माने खाइ पीबा को देबे विश्वास करके जाओ प्रार्थना करिवो सुसमाचार प्रचार करिवो तुमको सेवक जानी तुमको जने प्रभुकर दास बोल जानी आत्मिक हृदय थी लोक के हेले तुमको खाइबा को देबो बाध्य रे
ଆଉ କିଛି ଦାନ ଦେଇକି ପଠାଇବ, ଖାଲି ହାତରେ ତ ପଠାଇବ ନାହିଁ। ବିଶ୍ୱାସ କରିକି ଯାଅ, ସେମାନେ ଦେବେ ବୋଲି ବିଶ୍ୱାସ ନାହିଁ, ପ୍ରଭୁ ଜଗାଇବେ ବୋଲି ବିଶ୍ୱାସ କର। ତ ବିଶ୍ୱାସର ସେବା ପ୍ରଭୁ ବି ସେମାନଙ୍କୁ ଶିଖାଇଲେ। ତ ଏଇଠି ଯେତେବେଳେ ଆସିଲା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେ ଶେଷ ରାତ୍ର ଗେଥସେମନି ଉଦ୍ୟାନରେ, ଏବେ ପ୍ରଭୁ ପଚାରୁଛନ୍ତି, ତୁମକୁ ଯେତେବେଳେ ପେଟସେବରେ ପଠାଇଥିଲି କିଛି ଅଭାବ ହେଇଥିଲା କି? ଭୋକ ପେଟ ଶୋଇଲ କି? ନାଇଁ ଆଜ୍ଞା। କିନ୍ତୁ ଏଠି ଗୋଟେ କାମ କର, ଏଥର ତୁମେ ପର୍ସ ଧର, ଆଉ ଦରକାର ଥିଲେ ଗୋଟେ ଖଣ୍ଡା ଧରିଥାଅ ବୋଲେ। କାହିଁକି? ନମ୍ବର ୱାନ, ଏଟା କ୍ରୁଶର ସମୟ। କିଏ ତୁମକୁ ସାହାଯ୍ୟ କରିବେ କି ନ କରିବେ ଜଣା ନାହିଁ। ଆଗେ ତୁମଠାରେ ଈଶ୍ୱରଙ୍କ ଦାସ ବୋଲି ଦେଖିକି ଜାଣିକି ଲୋକମାନେ ତୁମକୁ ଗ୍ରହଣ କଲେ, କିନ୍ତୁ ଆଜି ଯୀଶୁ ଖ୍ରୀଷ୍ଟ କୃଷାର୍ପଣ କରୁଛନ୍ତି, ତେଣୁକରି ତୁମମାନଙ୍କୁ ବି ଚୋର ବୋଲି କହିବେ। ତୁମକୁ ଦେଖିଲେ କବାଟ ବନ୍ଦ କରିଦେବେ କିଏ ଜାଣି। ତୁମକୁ ଘର ଭିତରେ ରିସିଭ କଲେ କେସ୍ ହେଇଯିବ ବୋଲି ଡରିକି ତୁମକୁ କେହି ବି ଗ୍ରହଣ କରିବେନି, କାଳେ କେହି ବି ଦେବେନି। ତେଣୁକରି ଆପଣର ସେଫ୍ଟି ପାଇଁ କିଛିଟା ପଇସା ଧରିଥାଅ, କିଛିଟା ଖାଇବାଟା ଟିକେ ଧରିଥାଅ, କାହାରି ଉପରେ ନିର୍ଭର କରିବାର ପରିସ୍ଥିତି ନ ଆସୁ। ନମ୍ବର ୱାନ। ନମ୍ବର ଟୁ ହେଲା, ତୁମ୍ଭେମାନେ ଏଥର ବିଜାତି ମାନଙ୍କ ପାଖକୁ ଯାଇକି ସୁସମାଚାର ଆରମ୍ଭ କରିବାକୁ ଯାଉଛ। ତ ବିଜାତି ମାନେ ଯେହେତୁ ପ୍ରଭୁଙ୍କର ଲୋକ ନୁହନ୍ତି, ତୁମକୁ କାହିଁକି ଗ୍ରହଣ କରିକି ପଇସା ଖାଇବାକୁ ଦେଇକି ଦାନ ଦେବେ? ତେଣୁକରି ତୁମଟା ତୁମେ ହିଁ ଦେଖିବାକୁ ପଡିବ ଭାଇ। କିଛିଟା ପଇସା ସଞ୍ଚୟ କରିକି ରଖିଥାଅ, ପର୍ସ ଗୋଟେ ବାଲାନ୍ସ ରଖିଥାଅ। ଆଉ କେ ମତେ ଦେଲାନି, ସେ ମତେ ଦେଲାନି ବୋଲି କାହାକୁ ଦୋଷ ଦେବାର ପରିସ୍ଥିତି ନ ଆସୁ। ସୁସମାଚାର ପ୍ରଚାରକ ମାନେ ଦେ ହାଭ ଟୁ ୱାର୍କ, କାମ କରିକି ସୁସମାଚାର ପ୍ରଚାର କରିବାର। ମଣ୍ଡଳୀର ପାଳକ ମାନେ କାମ କରିବାର ନାହିଁ, ମଣ୍ଡଳୀର ଯତ୍ନ ନେବାର ଅଛି, ମଣ୍ଡଳୀ ପାଳକର ଯତ୍ନ ନେବାର ଅଛି। ଏଇଟା ହେଲା ବାଇବେଲର ନିୟମ। ଏଇଟା ପାଳକ ମାନେ ଜବ୍ କଲେଣି, ପାଳକ ମା ମାନେ ଜବ୍ କଲେ, ପାଷ୍ଟାଣୀ ମାନେ ଜବ୍ କଲେଣି। ପାଷ୍ଟାଣୀ ଜବ୍ କରୁଥିବ, ଗଭର୍ଣ୍ଣମେଣ୍ଟ ଜବ୍, ଏ ବାବୁ ସେବା କରୁଥିବ। ଓକେ, ଠିକ ଅଛି, ଯାହା ଆପଣଙ୍କର ବିଶ୍ୱାସର ସ୍ତର ଯେତିକି ସେଥିରେ ଚାଲନ୍ତୁ, ବଡ ପାପ ହେଉନି ଯେ, ପରଫେକ୍ଟ ନୁହେଁ ସେଟା। ଆପଣ ସେବା କଲା ବେଳେ ପ୍ରଭୁ ଆପଣ ଯେହେତୁ ମୁଁ ଯେହେତୁ ପ୍ରଭୁଙ୍କର ସେବା କରୁଛୁ, ତେଣୁକରି ପ୍ରଭୁ ଆମକୁ ଖୁଆଇବା ପାଇଁ ବିଶ୍ୱସ୍ତ ଅଟନ୍ତି ବୋଲି ସେତିକି ବିଶ୍ୱାସ ବି ନଥିଲେ କାହିଁକି ସେବା କରିବାର? ଦି ଜଣ ଯାଇକି ଜବ୍ ହେଲେ କରିଥାନ୍ତ ନା, କିଏ ମନା କଲା ଜବରଦସ୍ତି? ଏଇଟା ପ୍ରୋବ୍ଲେମ। ପାଳକ ମାନେ ସେ ପାଳକ କାହାକୁ କହନ୍ତି? ସ୍ପିକରକୁ କହନ୍ତି କି? ନାଇଁ, ପାଳକ ତାହାକୁ କହନ୍ତି ଯେଉଁମାନଙ୍କର ମଣ୍ଡଳୀ ଅଛି। ଏବେ ମୁଁ ପାଳକ କି? ନାଇଁ, ମୁଁ ପାଳକ ନୁହେଁ, ସେଥିରେ ମୋ ନାମ ଆଗରୁ ବ୍ରଦର ବୋଲି ରଖେ। ବ୍ରଦର, ଆଇ ଏମ୍ ବାଇବେଲ ଟିଚର। ବର୍ତ୍ତମାନ ପ୍ରଭୁଙ୍କର ଆଗମନ ନିମନ୍ତେ ଯେହେତୁ ପ୍ରସ୍ତୁତ କରୁଛି, ଚେତାବନୀ ସତର୍କବାଣୀ ଦେଉଛି, ତେଣୁକରି ଭାବବାଦୀଙ୍କର ସେବା କାର୍ଯ୍ୟରେ ଏକ ଅଂଶ ହେଇକି ସେବା କରୁଛି। ଏମିତି ବୋଲି ମୋ ନାମ ଆଗରୁ ଭାବବାଦୀ ବୋଲି ଲେଖିବାର ଏତିକି ଯୋଗ୍ୟତା ମୋର ନାହିଁ। ପ୍ରଫେଟ ରାଜୀବ କେବେ ବି ଲିଖନ୍ତୁ ନାହିଁ, କେବେ ବି କରନ୍ତୁ ନାହିଁ। ଯେତେବେଳେ ମୋର ନାମ ଆଗରୁ ମୁଁ ପ୍ରଫେଟ ଲେଖିଦେଲି, ଭାବନିଅନ୍ତୁ ଭଣ୍ଡ ଭାବବାଦୀ ବୋଲି। এটা সেবা ইটস এ মিনিস্ট্রি, প্রফেটিক মিনিস্ট্রি ইজ এ মিনিস্ট্রি, apostolic ministry ଏକ ମିନିଷ୍ଟ୍ରି। ସେ ପ୍ରେରିତିକ ସେବା କାର୍ଯ୍ୟ ଅଟେ, ସେବା ଅଟେ। ଟାଇଟଲ ପାଇଲା ଭଳି ନୁହେଁ। ଆମେ ନିଜକୁ ଅପୋଜଲ, ନିଜକୁ ପ୍ରଫେଟ ବୋଲି କହିବାର ନାହିଁ। ପାଳକ ପର୍ଯ୍ୟନ୍ତ ଓକେ, ଯଦି ମଣ୍ଡଳୀ ଅଛି ତାହେଲେ ପାଳକ। ଡିଜେଏସ୍ ଦିନକରନ ପରି ବଡ ବକ୍ତା ଆଜ୍ଞା, ସେମାନେ ନିଜର ନାମ ଆଗରେ ବ୍ରଦର ଡିଜେଏସ୍ ଦିନକରନ ରଖିଲା ବେଳକୁ ଆମେ ଆଡେ ପ୍ରେରିତ ଭାବବାଦୀ ବିଷବ ବାହାରି ପଡିଲୁ। 25 ବର୍ଷ ବୟସ ହେଇନାହିଁ, ବିଷବ ହେଇଗଲେ। ଦେଖ ତ, ସେବକ ଦାସ ହେବାଟା ଆମର ପାଇଁ ସୌଭାଗ୍ୟ ନୁହେଁ କି? ଈଶ୍ୱରଙ୍କର ଦାସ ଇଜ ନଟ୍ ଛୋଟ ଟାଇଟଲ ନୁହେଁ। ମ୍ୟାନ, ସର୍ଭେଣ୍ଟ ଅଫ ଗଡ, ନଟ୍ ସର୍ଭେଣ୍ଟ ଅଫ ମ୍ୟାନ। ମନୁଷ୍ୟ ମାନଙ୍କର ଦାସ ଟିକେ କମ ପୋଷ୍ଟ, ସେଟା ଦାସ ଚାକର ଆମର ହିସାବ ନକର। କିନ୍ତୁ हम ଯେତେବେଳେ ପ୍ରଭୁଙ୍କର ଦାସ ହେଉଛୁ, ଇଟ୍ସ ଏ ବିଗେଷ୍ଟ ପୋଷ୍ଟ। ତେଣୁକରି ପାଳକ ମାନେ ଯେତେବେଳେ ମଣ୍ଡଳୀର ଯତ୍ନ ନିଅନ୍ତି, ତ ବାଧ୍ୟରେ ମଣ୍ଡଳୀର ଯତ୍ନ ନେବା ପାଇଁ ଯଦି ପାଳକ ଅଛନ୍ତି, ତ ପାଳକର ଭଲ ମନ୍ଦର ଯତ୍ନ ନେବାର ଦାୟିତ୍ୱ ମଣ୍ଡଳୀର ନୁହେଁ କି?
ଆପଣଙ୍କର ପାଳକଙ୍କୁ ଯଦି ଆପଣ ଦେଖୁନାହାନ୍ତି ଭଲରେ ମାନେ ଆପଣଙ୍କୁ ଆପଣ ହିସାବ ଦେବାକୁ ପଡିବ। ୟୁ ୱିଲ୍ ବି ଜଜ୍ଡ, ବିଚାରିତ ହେବେ। ଦୁନିଆ ଛାଡିକି ଚାକିରି ଛାଡିକି ସବୁ ଛାଡି ଦେଇକି ମଣ୍ଡଳୀ ମଣ୍ଡଳୀ ବିଶ୍ୱାସୀ ପରିବାରକୁ ପରିଦର୍ଶନ କରି ଭିଜିଟ କରି ପ୍ରାର୍ଥନା କରି କଟେଜ ପ୍ରେଡ୍ କରି ତୁମର ଛୁଆ ଜନ୍ମ ହେବା ଠାରୁ ଆରମ୍ଭ କରି ତାର ନାମକରଣ ଠାରୁ ଆରମ୍ଭ କରି ତାକୁ ଭାତ ଖୁଆଇବା ଠାରୁ ଆରମ୍ଭ କରି ବଡ ହେବା ଠାରୁ ଆରମ୍ଭ କରି ତାର ପରୀକ୍ଷା ଠାରୁ ଆରମ୍ଭ କରି ବଡ ଝିଅ ହେବା ଠାରୁ ଆରମ୍ଭ କରି ବିବାହର ପର୍ଯ୍ୟନ୍ତ ସବୁ ପ୍ରାର୍ଥନା କରିବାର ସେବା ଯଦି ପାଳକ କରୁଛି ତ ପାଳକର ପରିବାର ଯତ୍ନ ନେବାର ଦାୟିତ୍ୱ ମଣ୍ଡଳୀର ନୁହେଁ କି? ବିଚାର ଗୋଟେ ଗୋଟେ ପାଳକ ମାନେ ଛଟପଟ ହେଉଥିବେ ପଇସା ହଉନି ଆଜ୍ଞା। କାଲି ଶୁଣୁଥିଲି କାଲି ପରଦିନ, ନାଇଁ ନା ତମକୁ 7,000 ଏକା ଦିଆ ହେବ। ଆମର ଘର ମାଲିକ ବୁଢା, ସେ ତାଙ୍କର ଚର୍ଚ୍ଚର ଗୋଟେ ଏଲ୍ଡର, ପାର୍ଟି କରୁଥିବ ସେ ଦାଣ୍ଡରେ ଛିଡା ହେଇକି ଫୋନରେ, ନା ନା 8,000 ଦେବୁ ନା ବାପା, ତମେ ବଞ୍ଚିପାରିବ କି 7,000ରେ? ଆଉ ଡିସ୍କସନ ଆମେ ଶୁଣୁଛୁ, ସେଥିପାଇଁ କହୁଛି ଆପଣ ଏ ପାସ୍ବୁକ୍ କାର୍ଡ ଦେବା, ନୂଆ ପାସ୍ବୁକ୍ ଆମେ ଆଣିବା, 7,000 ଆଡଜଷ୍ଟ ହେଇଯିବ। ଏତେ ଅନ୍ୟାୟ କରିବାର ନାହିଁ ଗୋଟେ ପାଳକଙ୍କୁ। ଚିନ୍ତା କର ଆପଣ ବଞ୍ଚିବେ କି? ନାଇଁ ଘର ବଡ ତ ଦେବା ହଉନି, ତାକୁ ଘର ବଡ ତାକୁ ପାଷ୍ଟର କ୍ୱାର୍ଟର ଦିଆ ହେଇଛି। ଆଉ ଠିକ ଅଛି, ପାଷ୍ଟର କ୍ୱାର୍ଟର ଦେଲ ଯେ 7,000ରେ ୱିଥାଉଟ୍ ଘର ଭଡା ଚଳାଇକି ଦେଖନ୍ତୁ ତ। 30,000 ଅଣ୍ଟୁ ନେଇ ବୋଲୁଛନ୍ତି, 50,000 ଅଣ୍ଟୁ ନେଇ ବୋଲୁଛନ୍ତି ଗୋଟେ ପରିବାର। ପାଳକ କେମିତି? ପାଳକ ପାଖରେ ଗୋଟେ ଗାଡି ଆସିଗଲେ କୋଉଠି ହେଲେ ତଳରୁ ଉପରକୁ ଦେଖିବେ କୋଉଠୁ ଆସିଲା। ଏମିତି ରୁବାବ ଦେଖାଇବା ନାହିଁ। କେଜାଣି ପ୍ରଭୁ ଆଶୀର୍ବାଦ କରିଥିବେ। ହୁ ଆର୍ ୟୁ ଟୁ ଆସ୍କ? ତମେ ନଦେଲେ ଆଉ କୋଉ ଅନ୍ୟ ଜାଗାରୁ ଜଗେଇଥିବେ କେଜାଣି। ପାଳକ ମାନଙ୍କର ପ୍ରାଣ ଖାଇ ଦେଉଥିବା ବିଶ୍ୱାସୀ ମାନେ ଆଗମନରେ ଯିବେ ନାହିଁ ଆଜ୍ଞା। ଜାଣିବେ ଦିନେ ଅଭାବ ମାନେ କଣ, ଦିନେ ଜାଣିବେ ଆପଣ। ଟପିକ ଏଟା ନେଇ ଯେ, ଟପିକ ହେଲା ପାଳକ ମାନେ କାମ କରିବାର ନାହିଁ। ପାଳକ ମାନେ ମଣ୍ଡଳୀରୁ ଦେଖିବା, ମଣ୍ଡଳୀ ନାହିଁ ତ ୟୁ କ୍ୟାନ୍ ଜବ୍ କରିକି ସୁସମାଚାର ପ୍ରଚାର କରିହେବ। ଜବ୍ କରିକି ତମେ ଗୋଟେ ଗୋଟେ ଷ୍ଟେଜରେ ଗୋଟେ ବକ୍ତା ବି ହେଇପାରିବ। ୟୁ କ୍ୟାନ୍ ବି ଏ ବାଇବଲ ଟିଚର, ୟୁ କ୍ୟାନ୍ ବି ଏ ପ୍ରିଚର, ୟୁ କ୍ୟାନ୍ ବି ଏନ୍ ଇଭାଞ୍ଜେଲିଷ୍ଟ। ତମେ ଜଣକୁ ସୁସମାଚାର ପ୍ରଚାର କରିବା ପାଇଁ ଆଉ ତମେ ଚାକିରି ଛାଡିବା ଦରକାର ନାହିଁ। ଜବ୍ କରିକି ତମେ ସୁସମାଚାର ପ୍ରଚାର କରିପାରିବ। ୟୁ କ୍ୟାନ୍ ବି ଏ ଗସ୍ପେଲ ସିଙ୍ଗର, ତମେ ପ୍ରେମଙ୍କର ଗୀତ ଗାଉଛ, ତାଙ୍କର ଜବ୍ ଛାଡିବା ଦରକାର। ଜବ୍ ଛାଡିବାର ସେ ଲେଭେଲର ସେବା ପାଳକ ମାନଙ୍କର ବାଧ୍ୟରେ ଥିବା ଦରକାର। କାରଣ ତୁମେ ଜବ୍ ଦେଖିବ ନା ମଣ୍ଡଳୀକୁ ଦେଖିବ? ମଣ୍ଡଳୀ ଦେଖିବା ନିମନ୍ତେ ତୁମେ ଦୁନିଆକୁ ଛାଡିବାକୁ ପଡିବ। ସମାଗମ ତମ୍ବୁରେ ସେବା ପାଇଁ ଯାଜକ ମାନଙ୍କୁ ପ୍ରଭୁ କହିଲେ, ତମ୍ଭେ ମାନେ ସମାଗମ ତମ୍ବୁ ଛାଡିକି ଯିବ ନାହିଁ। यू शैल नॉट डिपार्ट फ्रॉम द टेबरनेकल। वहीं पे रहना है, वहीं सुबह शाम काम करना है। तो एटा रहिला कथा कोण, माने तुमे जिहुदी मान प्रभुଙ୍କ ଲୋକମାନଙ୍କ ମଧ୍ୟରେ ଯେତେବେଳେ ସେବା କରୁଛ, ତୁମର ଅଭାବ ହେବ ନାହିଁ। ତୁମେ ବିଶ୍ୱାସରେ ବାହାର ଶିଖ, କମ ସେ କମ ଟିକେ ଶିଖନ୍ତୁ। ସୁସମାଚାର ପ୍ରଚାରକ ମାନଙ୍କୁ ମଧ୍ୟ ଏଇ ଏନକରେଜ କରୁଛି ମୁଁ। କଣ ଯାଆନ୍ତୁ ଟିକେ ବାହାରକୁ ପଳାନ୍ତୁ। ମୋର ସେବାର ବହୁତ ଥର ସେମିତି ଖାଲି ହାତରେ ବାହାରିଥିଲି। ବାଟରେ ଗଲା ବେଳକୁ ପ୍ରଭୁ କିଛିଟା ଦାନ ଦେଇକି ମତେ ଚଳାଇଲେ। ଆଉ କେତେ ଦିନ ବିନା ନ ଖାଇକି ବି ଖାଲି ଚାଲୁଥିଲେ, ଖାଲି ବୋରିଂ ପାଣି ପିଇ ପିଇକି, ନଦୀ ନାଳର ପାଣି ପିଇକି ଚାଲୁଥିଲି। ବସ୍ ପ୍ରଭୁଙ୍କର ଦୃଷ୍ଟିରେ ଖାଲି ଦେଖାଯିବାର ଅଛି। କୋ ପାହାଡ, କୋ ଜଙ୍ଗଲ, କୋ ବାଇଜାଗର ବିଚ୍, ସମୁଦ୍ର କୂଳ ଯାଇକି ସେ ବସି ପଡିବାର ପ୍ରାର୍ଥନାରେ। କାରଣ ପେରେଣ୍ଟସ ନାହାନ୍ତି, ମା ବାପା ନାହାନ୍ତି କି ସନ୍ଧ୍ୟା ଘଣ୍ଟେ ହେଲା ବାବୁରେ ଖାଇବୁ ଆ ବୋଲି ଡାକିବ ଲୋକ ନଥିଲେ ମୋର। ଆଉ ସନ୍ଧ୍ୟା ହେଇଗଲା, ବାବୁ ଆସିବ ନା ନାଇଁ ବୋଲି ଜଗିବା ପାଇଁ ନା ମା ଥିଲେ ନା ବାପା ଥିଲେ। ତେଣୁକରି ଘରକୁ ସନ୍ଧ୍ୟାରେ ଫେରିବାର ଅଛି ବୋଲେ ଟାର୍ଗେଟ ନାହିଁ। ରହିଯାଉଥିଲି ବାହାରେ, କୋଉ ବସ୍ ଷ୍ଟାଣ୍ଡରେ, କୋଉ ରେଲୱେ ଷ୍ଟେସନରେ, କୋଉ ପାହାଡରେ, କୋଉ ଜଙ୍ଗଲରେ, କୋଉଠି ହେଲେ ଶିଖିଲି। ସେମିତି ଶିଖିଲି। ଆଉ କେବେ ପ୍ରଭୁ ଅଭାବ ଦେଲେନି। ହଁ, କୋଉ ଗଳି ଯଦି ଖାଇଲୁ ନାହିଁ ମାନେ ଆଉ ଫାଷ୍ଟିଂ କେମିତି ରହିବୁ କୁହନ୍ତୁ ତ? କେବେ କେବେ ଡାଇରେକ୍ଟ ଫାଷ୍ଟିଂ, କେତେବେଳେ କେତେବେଳେ ଇନଡାଇରେକ୍ଟ ଫାଷ୍ଟିଂ। ପ୍ରେଜ ଲର୍ଡ। ତ ଯେତେବେଳେ ପ୍ରଭୁ ଏଠି କହୁଛନ୍ତି ତମେ ବିଜାତି ମାନଙ୍କ ପାଖକୁ ଯାଉଛ, ତୁମକୁ ଖୁଆଇବେ ବୋଲି ଗ୍ୟାରେଣ୍ଟି, ମାରିବେ କାଳେ, ତୋଡ଼ିବେ କାଳେ। ତେଣୁକରି ଆଉ ସେମାନଙ୍କୁ ଦେଖିଲେ ନା ମତେ ଗ୍ରହଣ କଲେନି, ଦେଖିଲେ ନା ମତେ କିଛି ଦାନ ଦେଲେନି ବୋଲି ସେମାନଙ୍କୁ ଦୋଷ ଦେବ ନାହିଁ। ତୁମଟା ତୁମ ଦେଖ।
ସ୍ୱହସ୍ତରେ କାମ କର ବୋଲି ସୁସମାଚାର ପ୍ରଚାରକ ମାନଙ୍କୁ କୁହାଯାଇଛି। ତ ଏଇଠି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେହେତୁ ସେ ରାତିରେ ଜିତ ପର୍ବତକୁ ଯାଉଥିଲେ, ତ ଜିତ ପର୍ବତ ଏକ ପ୍ରକାର ଜଙ୍ଗଲ ରାସ୍ତା ପୁରା, ତେଣୁ କରି ମିନିମମ୍ ଚୋର ମାନଙ୍କର ହାବୁଡରେ ପଡି ହେବ, କେ ଜାଣେ ବାଘ ଭାଲୁ ମାନେ ଆସି ପାରନ୍ତି କେ ଜାଣି। ପ୍ରଭୁ କହିଲେ ଠିକ ଅଛି, ଗୋଟେ ଦିଟା ଖଣ୍ଡା ଧରିବାଟା ଭୁଲ ନୁହେଁ, ଓକେ ହୋଲ୍ଡ ଇଟ୍। ସେଇ କାତି ଧରିକି କାନ କାଟି ଦେଇଥିଲେ ପିତର, ସେ ଦାସଙ୍କର କାନ ମିସୟୁଜ ହେଲା ସେଟା। ତା ତଳେ ଲେଖା ଅଛି ଗୋଟେ ଭାବବାଣୀ ଥିଲା ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ, କି ଯୀଶୁ ଖ୍ରୀଷ୍ଟଙ୍କୁ କଣ ବୋଲି କହିବା ପୁଣି ଶାସ୍ତ୍ରରେ ଲେଖା ଅଛି, ତାହା ମୋଠାରେ ସିଦ୍ଧ ହେବା ଆବଶ୍ୟକ, ସେ ଅଧାର୍ମିକ ମାନଙ୍କ ସହିତ ଗଣିତ ହେବେ। ଦେଖିଲ ନା, ପ୍ରଭୁ ମଧ୍ୟ ଗୋଟେ ଗୋଟେ କ୍ରିମିନାଲ ଅଟନ୍ତି ବୋଲା ପରି। ଦେଖିଲ ଖଣ୍ଡା କତି ଧରିକି ବୁଲୁଛି, ଭାବବାଣୀ ସଫଳ ହେଲା। ସେଠି ଖଣ୍ଡା ଧରିଲା, ସେ ଖଣ୍ଡା ଧରିଥିବାରୁ ତାଙ୍କୁ ଗୋଟେ କ୍ରିମିନାଲ ପରି ଦେଖିଲେ ସେଠି ସେ କାଳର ଲୋକମାନେ। ଆଉ ଯୀଶୁ ଖ୍ରୀଷ୍ଟ ଯେହେତୁ ଦୁଇଟି ଚୋର ମାନଙ୍କ ମଧ୍ୟରେ ଝୁଲୁଥିଲେ କ୍ରୁଶରେ, ଏ ବି ଚୋର ହେଇଥିବ ବୋଲି କ୍ରିମିନାଲ ଭଳି ଦେଖିଲେ, ଆଉ ସେ ଭାବବାଣୀ ସଫଳ ହେଲା। ଏମିତି ବୋଲି ଆପଣ ମାନେ ମୁଁ ବି ଖଣ୍ଡା କାତି ଧରିବୁ ବୋଲି ବାଟ ନାହିଁ, ଯେ ନିଜର ସିକ୍ୟୁରିଟି ପାଇଁ ଜାଗ୍ରତ ଥିବା ଦରକାର ବୋଲି। ପ୍ରେଜ। ଆମର ଜଣେ ପାଷ୍ଟର ଥିଲେ, ତାଙ୍କୁ ସବୁବେଳେ ଥ୍ରେଟନିଂ କଲ୍ ଆସିବାର, ମାରିଦେବୁ, କାଟିଦେବୁ, ହାଣିଦେବୁ। ସେ ନର୍ମାଲଟା ନୁହନ୍ତି, ସେ ତାଙ୍କର ସ୍କୁଟରରେ, ଭେସ୍ପା ସ୍କୁଟର, ତାଙ୍କୁ ସ୍କୁଟର ଏତେ ବଡ ଖଣ୍ଡା ଗୋଟେ ରଖିବାର। ଆଉ ସେ ନାନଚାକ ଜାଣିଛନ୍ତି କରାଟେ, ସେ ନାନଚାକ ଗୋଟେ ଧରିଥିବ। ମୁଁ ଛାନିଆ ହେଇଯିବ, ଏଇଟା କଣ ଧରିଛନ୍ତି ବୋଲି। କଣ କରିବ ସେ ଟାଇମରେ? ଗୁଣ୍ଡା ମାନେ ଆସିଲେ, ନାଇଁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଯା ବୋଲି, କୁଆଡେ ଯିବ କି? ସେ ବେକ କାଟିଦେବ ସେଠି। ତେଣୁକରି ଆମେ ବି ସାମ୍ନା କରିବା ବୋଲିବାର ସେ। ଠିକ ଅଛି, ଜଣ ଜଣଙ୍କର ଗୋଟେ ମାଇଣ୍ଡ ସେଟ୍ ଥାଏ, ଆମେ ସେମିତି ଥିବାର ନାହିଁ। ମାରିଲେ ମରିଯିବାର ଖାଲି, ଆଉ କଣ କରିବ? ପ୍ରେଜ ଦ ଲର୍ଡ। ବାଇବେଲରେ ଆମକୁ ପ୍ରଭୁ ପୋକ ସହିତ ତୁଳନା କରିଛନ୍ତି, ଜାଣିଛନ୍ତି? ପୋକ, you know what is ପୋକ? ଜିସାୟୋ ରେକର୍ଡ చూడండి, పురుగు ఉంది అక్కడ. 41:14 బాబు। ହେ କୀଟ ସ୍ୱରୂପ ଜାକୁବ ଓ ହେ ଇସ୍ରାଏଲୀୟ ନରଗଣ, ଭୟ କର ନାହିଁ। बस 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 ସଦାପ୍ରଭୁ बस କୀଟ ସ୍ୱରୂପ ଯାକୁ, ଇଂଲିଶରେ fear not thou worm Jacob, worm। ଏଠି ଏଠି କୀଟ, ପୋକ ମାନେ ଏମିତି ସେ କେଞ୍ଚ ପଟା, କେଞ୍ଚ ହଉ କି ଆଉ ଗୋଟେ କଣ ଥିବ, ସେ ବର୍ଷା ବେଳକୁ ବୁଲୁଥିବ ନାଇଁ କି ଚାରିଆଡେ। ଏଇ ପୋକ ମାନଙ୍କର ଇଏ କଣ, ମାନେ ଏମାନଙ୍କର ବଳ କିଛି ନାହିଁ, ବେଚାରା ବିଷ ବି ନାହିଁ। ଏମିତି ପୋକ କି ଆମେ ଟିକେ ଛୁଇଁଲେ ସାଙ୍ଗେ ସାଙ୍ଗେ ରୋଲ ଅପ୍ ହେଇକି ରୋଲ ହେଇଯାନ୍ତି ଭିତରକୁ, ମୁଣ୍ଡ ଭିତରକୁ ଲୁଚାଇ ଦିଅନ୍ତି, ବୁଲି ପଡନ୍ତି ପୁରା ଗୋଲ ହେଇକି। ଆମେ ସେମିତି, ଆମ ପାଖରେ ବିଷ ନାହିଁ, ଆମ ପାଖରେ ନଖ ନାହିଁ, ଆମ ପାଖରେ ଦାନ୍ତ ନାହିଁ, ଆମ ପାଖରେ ବଳ ନାହିଁ, ଆମ ପାଖରେ ଅସ୍ତ୍ର ନାହିଁ, ୱେପନ୍ସ ନାହିଁ। ବିପଦ ମାଡି ଆସିଲେ ଆମେ ନିଜକୁ ଏମିତି ଏମିତି ନିଜକୁ ରାଉଣ୍ଡ ଅପ୍, ପ୍ରଭୁଙ୍କ କୋଳରେ ପଡି ଯିବାଟା ଛଡା କିଛି ନାହିଁ, ଆମ ପାଖରେ କିଛି ନାହିଁ। ସେଲ୍ଫ ଡିଫେନ୍ସ ବୋଲିବାଟା କିଛି ନାହିଁ, ପୋକର ସେଲ୍ଫ ଡିଫେନ୍ସ କିଛି ନଥାଏ, ମାରିଲେ ମରିଯିବାର। ସେ ପର୍ଯ୍ୟନ୍ତ ମୁଣ୍ଡକୁ ଲୁଚାଇବା ପାଇଁ ଗୋଲ ବୁଲି ପଡେ। ଦେଖିଲେ କି ମତେ ଆଇଡିଆ ନାହିଁ ସେ ପୋକ କଣ କହନ୍ତି। ବର୍ଷା ଟାଇମରେ ଆମର ଘରେ ଚାରିଆଡେ ସମ୍ବାଳ ପୋକ ମଧ୍ୟ ସେମିତି, ସେମ୍। ତାକୁ ଟିକେ ଡର ଲାଗିଲା କି ତାକୁ ଟିକେ କିଛି ମାଡ ବାଜିଲା ମାନେ ସାଙ୍ଗେ ସାଙ୍ଗେ ଗୋଲ ହେଇଯାଏ, ମୁଣ୍ଡକୁ ତାର ଭିତରେ ଲୁଚେଇକି ରଖେ, ମୁଣ୍ଡ ଡିଷ୍ଟର୍ବ ନ ହେଉ, ମୁଣ୍ଡ ମାଡ ନ ବାଜୁ, ବାକି ଦେହ ବାଜିଲେ ଚଳୁ। ତ वी आर लाइक दैट। ଜୀବନ ଯାହା ବି ହେଇଯାଉ, ମୁଣ୍ଡରେ କଣ ଅଛି? ଉରସ୍ତ୍ରାଣ, ପରିତ୍ରାଣ ଆଉ ଭରସାର ଉରସ୍ତ୍ରାଣ ବୋଲି କହନ୍ତି ପ୍ରଥମ ଥେସଲୋନିକୀୟ। ଏତିକି ସବୁ କହିବାର ମାଇଣ୍ଡ ନଥିଲା ଯେ। 5:8 ବାବୁ, ପ୍ରଥମ ଥେସଲୋନିକୀୟ 5:8। କିନ୍ତୁ ଆସ, ଆମ୍ଭେମାନେ ଦିବସର ସନ୍ତାନ ହେବାରୁ ବିଶ୍ୱାସ ଓ ପ୍ରେମ ରୂପ ଉରସ୍ତ୍ରାଣ ପରିଧାନ କରି, ପରିତ୍ରାଣର ଭରସା ରୂପ ଶିରସ୍ତ୍ରାଣ ମସ୍ତକରେ ଦେଇ ସଚେତନ ରହିଥାଅ। ପ୍ରେଜ ଦ ଲର୍ଡ।
विश्वास और प्रेम और उरस्त्राण छाती को संभाଳିबार अछि एंड परित्राण और भरोसार शिरस्त्राण कवच गोटे गोटे कौन आमर आधुनिक जुगरे आधुनिक भाव कहवा तो वेस्ट बुलेट बुलेट प्रूफ जैकेट आर्मी रे न पुलिस मान को कमांडर्स को बुलेट प्रूफ जैकेट दियंती इनती हाथ रे गोड़ रे दियंती नहीं बुलेट प्रूफ माने हार्ट को लिवर को डैमेज न हो हार्ट लिवर और लंग्स एंड पछपटे किडनीज एतिकी कम से कम रक्षा करिबार अछि बाकीटा हाथ गोड़ रे गोटे माड बाजले भी चलिबो बोलला पर मरिबो नहीं एंड सेकंड थिंग इज मुंडो आमे गाड़ी रे मध्य बाध्य रे हेलमेट तो एटा शिरस्त्राण माने कोन गोटे हेलमेट कोन सेटा परित्राण आ शिर गण भरोसा परित्राण हराइबार नहीं भरोसा हराइबार नहीं परित्राण हराइलु माने स्वर्ग को जीवा चांस नहीं और भरोसा कौन जीवन जेते दुख कष्ट आसले मध्य हमर भरोसा कौन दिने गौरव रे प्रवेश करिवो आ दिने प्रभु शीघ्र आछन्ते हम पळे एई भरोसा हमन को जेते कष्ट आसले मध्य हमको संभाळिबाकू दिए प्रेज द लॉर्ड प्राण बंची गला माने आईसीयू रु मेडिकल रु दिने डिस्चार्ज हेबो ना और कि चिंता नहीं आपण 2-3 दिन रहिबे आ तो ऑब्जर्वेशन रखिबो तापर आपण माने डिस्चार्ज डॉक्टर जदि कहले ना आ प्राणर विपद किछ नहीं सीरियस थ्रेट और नहीं से आउट ऑफ डेंजर बोल कह देले वाह दिने बाहरिबो आम डिस्चार्ज हेबो हॉस्पिटल रु परित्राण पाइबो लोक माने एई जगत रे हॉस्पिटल रे थिला परे परित्राण पाइगला वी आर आउट ऑफ डेंजर बट वी हैव टू बी डिस्चार्ज्ड तो आम दिने डिस्चार्ज हेबू बोलिबाटा भरोसा न छाड़ंतु ए सब पळैबो ए दुख कष्ट ए क्लेश ए बीपी मिशन ए सेलाइन ए सब दिने सब छाड़ी जीवो दिने बाहरी पड़ू हॉस्पिटल रो गेट रो बाहरी जे दिन बाहरी से दिन के शांति लागियो जानछन हाँ रे पोला सेंती ए दिन ए जगत को छाड़ियो से भरोसा केबे भी छाड़िबा नहीं ए भरोसा नथिले ए कष्ट दुख देखिकी मरी जीवाको इच्छा लागिवो मते सब छाड़ी देले पर लागुथिबो प्रभु भी मते छाड़ी देले पर लागुथिबो आ किछि लाभ नै मोर लाइफ पर लागुथिबो हताश लागिवो कि नहीं तो ए हताश नैराश्य हमको के रक्षा कोन रक्षा करूछि भरोसा ईश्वर को क्रोध रु दंड रु विचार रु मृत्यु रु पाताल रु कोन रक्षा करूछि परित्राण ए दुईटी परित्राण और भरोसा आम मानकर शिरस्त्राण हेउ मुंड को हेलमेट पकैला पर को विपद ना जिमिति हेले बे मरिबो जेंते जत्ते बेले हेले मरले मध्य टेंशन नहीं कारण प्रभु को कोल को जीवो हमें और काई टेंशन आ एपटे हैं कवच 8 पाप न पशु भीतर को हृदय को सुरक्षा देव तो पकर काम कौन माने बेचारे मुंड को रक्षा करे आ बॉडी पूरा माड खाइले किछ करी हेबो नै बोलला पर तो प्रभु जाकब कहउछन्ते कीट परी जाकब भय कर नै आमे अछि तुमे लड़ी पारिबो नै तुमे झगड़ा करी पारिबो नै तुमे के जने जीति पारिबो नै तुमर बळ नै तुमर दम नै किंतु भय कर नै आमे अछि तो वी आर लाइक दैट तो खंडा काती धरिबार दरकार हमको कौन हमको एसपी जना हमको डीएसपी जना किसी नहीं वेस्ट हमको प्रभु जना है गया रक्षा कले से करंतु ना नहीं आ मरी जीवा को बेटर आ प्रभु जो रक्षा करिबे ना दुनिया रो सहाय्य का को दरकार तो खंडा कतिर पछर स्टोरी एटा क्लियर हैला बोली भाबुछि